ସଫଳତାର ଚାବିକାଠି ପାଇଁ ଆପଣାନ୍ତୁ ଏହି ଉପାୟ। ମା ଲକ୍ଷ୍ମୀ ହୋଇଥାନ୍ତି ପ୍ରସନ୍ନ। ନମସ୍କାର ବନ୍ଧୁଗଣ, ଆମ ଚ୍ୟାନେଲ RNP ଷ୍ଟୋରି ଡାଏରୀକୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ଠିକ୍ ସେହିଭଳି ସଫଳତାର ସିଢ଼ି ଚଢ଼ିବାକୁ ହେଲେ ବହୁତ କଷ୍ଟ କରିବା ସହ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଦୁଃଖର ସମୟ ଆସିଥାଏ, ହେଲେ କିଛି ସମୟ ପାଇଁ। ଯେତେବେଳେ ସଫଳତାର ବାଟ ଖୋଲିଥାଏ, ଜୀବନ ଧନମୟ ହୋଇଥାଏ। ହେଲେ ସେହି ସମୟରେ ଯେତେ ବିପଦ ଥିଲେ ବି ତାକୁ ଆପଣାଇ କାମ କରିବା ଉଚିତ। ଇଚ୍ଛା ଶକ୍ତି ଦୃଢ଼ କରି ଆଗକୁ ବଢ଼ିଲେ କେହି ହରାଇ ପାରିବେ ନାହିଁ। କିନ୍ତୁ ଯେତେବେଳେ ସଫଳତାର ଚାବିକାଠି ହାତକୁ ଆସିଥାଏ, ସେତେବେଳେ ଧନୀ ହେବାକୁ ହେଲେ ଜୀବନରେ କିଛି ଭଲ ଜିନିଷ ଗ୍ରହଣ କରିବାକୁ ପଡ଼ିବ। ଯେଉଁମାନେ ଏହି ଜିନିଷ ଗୁଡ଼ିକର ଯତ୍ନ ସହ ସତ୍ ବାଟରେ ଯାଆନ୍ତି, ସେମାନେ ଲକ୍ଷ୍ମୀ ମାଙ୍କର ଆଶୀର୍ବାଦ ପାଆନ୍ତି। ସଫଳତାର ଚାବି କହେ କି କଠିନ ପରିଶ୍ରମ ଜଣେ ବ୍ୟକ୍ତିଙ୍କୁ ନିଶ୍ଚିତ ସଫଳ ଏବଂ ଧନୀ କରିଥାଏ। ଯଦି ଆପଣ ଧନୀ ହେବାକୁ ଚାହାନ୍ତି, ତେବେ କଠିନ ପରିଶ୍ରମ କରନ୍ତୁ। କୌଣସି କାର୍ଯ୍ୟକୁ ଭୟ କରନ୍ତୁ ନାହିଁ, ପଛଘୁଞ୍ଚା ଦିଅନ୍ତୁ ନାହିଁ। କାମ କରିବାରେ ଇଚ୍ଛା ନଥିଲେ ମନୋବଳ ଦୃଢ଼ ରଖି କାମ କରନ୍ତୁ। ଲକ୍ଷ୍ମୀ ମାଙ୍କର ଆଶୀର୍ବାଦ କେବଳ କଠିନ ପରିଶ୍ରମରେ ହିଁ ଲୁଚି ରହିଥାଏ। ଯେଉଁମାନେ ଏହାକୁ ବୁଝିଥାନ୍ତି, ସେମାନେ କେବଳ ଜୀବନରେ ଅପାର ସଫଳତା ହାସଲ କରନ୍ତି ନାହିଁ, ବରଂ ସେମାନେ ମାନସମ୍ମାନ ମଧ୍ୟ ପାଆନ୍ତି। ସଫଳତାର ଚାବିକାଠି ହେଉଛି ନମ୍ରତା। ଏହା ଏପରି ଏକ ଗୁଣ ଯାହା ମଣିଷକୁ ସଫଳ କରିବା ସହିତ ଶ୍ରେଷ୍ଠତମ ସ୍ଥାନରେ ପହଞ୍ଚାଇ ଦିଏ। ନମ୍ର ବ୍ୟକ୍ତିଙ୍କୁ ଲୋକଙ୍କର ସମସ୍ତ ସ୍ନେହ ଏବଂ ପ୍ରେମ ମିଳିଥାଏ। ଏପରି ଲୋକମାନେ ଯେଉଁଠାକୁ ଯାଆନ୍ତି, ଲୋକମାନେ ସେମାନଙ୍କୁ ସମ୍ମାନ କରନ୍ତି। ଏପରି ଲୋକଙ୍କର ଶତ୍ରୁକୁ ବନ୍ଧୁରେ ପରିଣତ କରିବାର କ୍ଷମତା ରହିଥାଏ। ସଫଳତାର ଚାବିକାଠି ହାସଲ କରିବା ପାଇଁ ଅନ୍ୟକୁ ସମ୍ମାନ କରୁଥିବା ବ୍ୟକ୍ତି ଅହଙ୍କାର ଏବଂ କ୍ରୋଧଠାରୁ ଦୂରରେ ରୁହନ୍ତି। ସମସ୍ତଙ୍କୁ ସମାନ ନଜରରେ ଦେଖିଥାନ୍ତି। ଧନୀ ଗରିବକୁ ଗୋଟିଏ ନଜରରେ ଦେଖିଥାନ୍ତି। ଏହି ପ୍ରକାର ବ୍ୟକ୍ତିଙ୍କୁ ଲକ୍ଷ୍ମୀ ମାଙ୍କର ଆଶୀର୍ବାଦ ମିଳିଥାଏ। ଏହିପରି ଲୋକମାନେ ଜୀବନରେ ସର୍ବଦା ସଫଳତା ପାଆନ୍ତି। ଖରାପ ସମୟ ଏପରି ଲୋକଙ୍କ ପାଇଁ ଖୁବ୍ କମ୍ ସମୟରେ ଆସିଥାଏ। ଜୀବନରେ ଯଦି କୌଣସି ଅସୁବିଧା ଏବଂ ପ୍ରତିବନ୍ଧକ ଥାଏ, ତେବେ ଅନ୍ୟ ଲୋକମାନେ ସାହାଯ୍ୟ କରିବାକୁ ସର୍ବଦା ଉପସ୍ଥିତ ଥାଆନ୍ତି। ସଫଳତାର ଚାବିକାଠି ପାଇବାକୁ ହେଲେ ସତ୍ୟପଥ ବାଛିବା ଉଚିତ। ବନ୍ଧୁଗଣ, ଏହି କଥାରେ ଆପଣଙ୍କ ମତାମତ କ'ଣ କମେଣ୍ଟରେ ଲେଖନ୍ତୁ। ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଯେଉଁମାନେ ନିଜର ଛୋଟ ଛୋଟ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କୁ ପ୍ରତାରଣା କରନ୍ତି, ସେମାନେ ମିଥ୍ୟା କୁହନ୍ତି। ସେମାନଙ୍କୁ କେହି ପସନ୍ଦ କରନ୍ତି ନାହିଁ। ଯେଉଁମାନେ ସତ୍ୟକୁ ସମର୍ଥନ କରନ୍ତି ଏବଂ ସତ୍ୟ କୁହନ୍ତି, ସେମାନେ ସମ୍ମାନ ପାଆନ୍ତି। ଲକ୍ଷ୍ମୀଙ୍କର ମଧ୍ୟ ଏହିପରି ଲୋକମାନଙ୍କ ଉପରେ ଅନୁଗ୍ରହ ରହିଥାଏ। ସାଧାରଣତଃ ଜୀବନରେ ସଫଳତା ପାଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। କଠିନ ପରିଶ୍ରମ ବିନା କୌଣସି ସଫଳତାର ସିଢ଼ି ଚଢ଼ି ହୁଏ ନାହିଁ। ସଫଳତାର ସହିତ ଧନ ପ୍ରାପ୍ତି କରିବାକୁ ହେଲେ ଲକ୍ଷ୍ମୀ ମାଙ୍କୁ ଆରାଧନା କରାଯାଏ। ତେବେ ଲକ୍ଷ୍ମୀ ମାଙ୍କୁ ନିଷ୍ଠା ଓ ସଚ୍ଚୋଟତା ସହ ପ୍ରାର୍ଥନା କରିବା ଧନର ଏକ ପ୍ରମୁଖ ମାଧ୍ୟମ ବୋଲି କୁହାଯାଏ। ଯାହା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀ କୃପା କଲେ ହିଁ ଧନର ପ୍ରାପ୍ତି ହୋଇଥାଏ। କେବଳ ଧନ ହିଁ ନୁହେଁ, ବ୍ୟକ୍ତିର ଦକ୍ଷତା, ଆତ୍ମବିଶ୍ୱାସ ଏବଂ ଲୋକପ୍ରିୟତା ମଧ୍ୟ ବଢ଼ିଥାଏ। କାରଣ ପ୍ରତ୍ୟେକ ବ୍ୟକ୍ତି ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାକୁ ଚାହାନ୍ତି। ମଣିଷଟି ଯଦି ତାର ସବୁ ସ୍ୱାର୍ଥ ଭୁଲି ସତ୍ୟର ପଥ ଆପଣେଇ ସେହି ରାସ୍ତାରେ ଚାଲେ, ତେବେ ମା ଲକ୍ଷ୍ମୀଙ୍କ କୃପା ତା ସହିତ ସବୁବେଳେ ଥାଏ। ସଫଳତାର ଚାବି ହେଲା ଯେଉଁ ବ୍ୟକ୍ତି ନିଜର ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ କରେ, ପୂର୍ଣ୍ଣ ହୃଦୟ ସହିତ କାର୍ଯ୍ୟଗୁଡ଼ିକୁ ସମ୍ପାଦନ କରେ ଏବଂ ସେମାନଙ୍କର ଗୁଣବତ୍ତାର ଗମ୍ଭୀରତାର ସହିତ ଯତ୍ନ ନିଏ। ଏହିପରି ବ୍ୟକ୍ତି ନିଶ୍ଚିତ ଭାବରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ କରନ୍ତି। ଏହିପରି ଲୋକମାନେ ଚାକିରି ଏବଂ ବ୍ୟବସାୟରେ ଅପାର ସଫଳତା ହାସଲ କରିଥାନ୍ତି। ଯେଉଁମାନେ ନିଜ ଲକ୍ଷ୍ୟ ପାଇଁ କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ଥାଆନ୍ତି, ସେହିମାନେ ହିଁ ସଫଳତା ହାସଲ କରିପାରନ୍ତି। କଠିନ ପରିଶ୍ରମର କୌଣସି ବିକଳ୍ପ ନଥାଏ।
एथिपाई कठिन परिश्रम को केबे भी भय करने उचित नुहे। सबुबले समस्त जिनिस को सामना करने को पड़ी थाए। जो माने निज कार्य को पूजापाठ भाव में विवेचना करती से माने कदापि निराश हुअन्ति नहीं। से माने जीवन में अपार धन प्राप्त करती। सफलतार चाबी कहे जे माँ लक्ष्मींकर सबुठारु अपसंद करुथिबा जिनिस मध्यरु गोटिए हेउछि लोभ शक्ति। लोभी व्यक्ति मानकु लक्ष्मींकर आशीर्वाद केबे मिले नहीं। लोभ सहित अनेक खराब अभ्यास मध्य आसीथाए जहाँ जड़े व्यक्ति को सफलता ठारू दूर रखि थाए। लोभ जीवनर शांति सह अन्यान्य जिनिस को नष्ट करिथाए। लोभ जड़े व्यक्ति को मिछ कहवाकू मध्य बाध्य करे जहाँ फल तांको स्वार्थपर करे। तेणु सबुबले लोभ ठारू दूर रहिबा उचित। मनुष्य को तार उद्देश्य ही सफलता देइथाए। जो लोक माने स्त्रींकर सम्मान करि नथांती ओ तांको निर्यातना देइथांती सेमाने दरिद्रतार सम्मुखीन होइथांती। मनीष निज कर्म बଳରେ निज भाग्य निर्धारित करिथाए। जो मनीष अन्य को देखाइबा पई काम करिथांती सेमाने केबे भी निज जीवन में सफल होई नथांती। जो व्यक्ति अन्य को नीचा देखाइबा और निज को महान साब्यस्त करने पई चेष्टा करिथाए सेमाने सफल होई नथांती। जो व्यक्ति पैसा रोजगार करी अन्य को तार स्थान देखाइबा को चेष्टा करिथाए से ता जीवन में दुख और निराशार सामना करिथाए। सेथिपाई अन्य को नीचा न देखाई अन्यर कल्याण पाई काम करिले जीवन में सफलता पाई परिबे। जो माने प्रतिशोध निआरे जली थांती सेमाने निज कार्य केबे भी सफल होई नथांती। विद्वान लोक माने केबे भी अन्य ठारू प्रतिशोध नेबाकू भाबी नथांती। सेमाने समाजर कल्याण पाई कार्य करिथांती। जो माने अन्य उपरे चित्कार करिथांती सेमाने निज जीवन में उन्नति करि पारि नथांती। जो मनीष स्त्री को पाइबा पई खराब काम करिथाए से ता जीवन में नष्ट होई जाए। बड़ बड़ राजा महाराजा माने स्त्री को पाइबा पई निज राज्य सह मान सम्मान हराई बसिथिले। तेणु कौनसी स्त्री को पाइबा पई खराब काम करिबा निजर मूर्खतार परिचय अटे। एही भली लोक माने निज जीवन में दुख भोग करिथांती। जो लोक माने पैसा पछरे निजर सबु समय लगाई थांती सेमाने निज जीवन में सफल होई नथांती। व्यक्ति को अन्यर कल्याण पाई मध्य समय बाहर करिबा उचित। सेही कामटी श्रेष्ठ होइथाए। किंतु जो माने अन्य को लुटी पैसा रोजगार करिबार शैली को आपणी थांती सेमाने निज जीवन में केते सफलता पाई पारि नथांती। बंधुगण जदि ये भिडियोटी आपण मानकु भल लागिला तेबे गोटे लाइक करने सहित सांगसाथी मानकु शेयर कर दियंतु। एही भली नुआ नुआ भिडियो देखिबा पई आम चैनल को सब्सक्राइब करी पाखरे आसुथिबा घंटी चिन्ह को दबाई दियंतु जहा द्वारा आमर सबु नुआ भिडियोर नोटिफिकेशन आपनक पाखरे पहुंची परिबो। भक्ति थरे कमेंट बॉक्स रे निजर इष्टदेवଙ୍କ नाम लिखि दियंतु। प्रभुଙ୍କ कृपा हेले आपनଙ୍କ जीवनर सब दुख कष्ट दूर होइजिवो। धन्यवाद। जय जगन्नाथ स्वामी। नमस्कार।